ଆସ ପିଲାମାନେ, ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀ ଗଣିତ ବହିର ବିଷୟ ମୋର ଗୋଟିଏ ଦିବସର କାମ। ନମସ୍କାର ବନ୍ଧୁଗଣ, ମୁଁ ପିହୁ। ମୋର ବୟସ 6 ବର୍ଷ। ସକାଳୁ ରାତି ପର୍ଯ୍ୟନ୍ତ ମୁଁ କେଉଁ ସବୁ କାମ କରେ ସେ ବିଷୟରେ ଆଜି କହିବି। ଏଠି ଦେଖ, ଗୋଟିଏ ଛୁଆଟିଏ କହୁଛି। ଦେଖ, ଆକାଶରେ ସୂର୍ଯ୍ୟ ଉଦୟ ହୋଇଛି। ଏହା ସକାଳ ସମୟ। ଏଠି ଦେଖ, ସୂର୍ଯ୍ୟ ଉଦୟ ହେଉଛି। ଏଠି ହେଉଛି ସକାଳ ସମୟ। ମୁଁ ସକାଳେ ବିଛଣାରୁ ଉଠି ଗୋଟିଏ ଗ୍ଲାସ ଉଷୁମ ପାଣି ପିଏ। ଏଠି ଦେଖ, ଝିଅଟିଏ ଶୋଇକି ଏଠି ସେ କହୁଛି, ସେ ତାର ଉଠିକି ଗୋଟିଏ ଗ୍ଲାସ ଉଷୁମ ପାଣି ପିଏ। ମୋର ଦିନଟି ଯୋଗ ବା ବ୍ୟାୟାମରେ ଆରମ୍ଭ ହୁଏ। ଏଠି ଦେଖ, ଗୋଟିଏ ଝିଅ ସେ ଯୋଗ କରୁଛି ଆଉ ସେ ବ୍ୟାୟାମ କରେ। ତାପରେ ମୁଁ ଦାନ୍ତ ଘଷେ ଏବଂ ଗାଧୋଇ ଥାଏ। ଏଠି ଏଇ ଝିଅଟି ଦାନ୍ତ ଘଷି ଗାଧୋଉଛି। ଦେଖ, ମୁଁ ଜଳଖିଆ ଖାଏ ଏବଂ ବିଦ୍ୟାଳୟ ଯିବା ପାଇଁ ପ୍ରସ୍ତୁତ ହୁଏ। ଏଠି ଦେଖ, ସେ ଝିଅଟି ଜଳଖିଆ ଖାଉଛି। ଏଠି ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଛି। ମୁଁ ବିଦ୍ୟାଳୟରେ ମୋର ସାଙ୍ଗମାନଙ୍କ ସହିତ ପଢ଼େ ଓ ଖେଳେ। ଏଠି ଦେଖ, ସେ ସାଙ୍ଗମାନଙ୍କ ସହିତ ବସିକି ପାଠ ପଢ଼ୁଛି, ଏଠି ଖେଳୁଛି। ଏହା ଅପରାହ୍ନ ସମୟ। ଏବେ ଆକାଶରେ ସୂର୍ଯ୍ୟ ମୁଣ୍ଡ ଉପରେ ଅଛନ୍ତି। ମୁଁ ହାତ ଧୋଇ ସାଙ୍ଗମାନଙ୍କ ସହ ମଧ୍ୟାହ୍ନ ଭୋଜନ କରେ। ଏଠି ଦେଖ, ପିଲାମାନେ ସବୁ ମଧ୍ୟାହ୍ନ ଭୋଜନ କରୁଛନ୍ତି। ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ଫେରି ମୁଁ କିଛି ସମୟ ବିଶ୍ରାମ ନିଏ। ସେ ବିଦ୍ୟାଳୟରୁ ଫେରୁଛି। ଏଇନା କିଛି ସମୟ ସେ ବିଶ୍ରାମ ନେବ କହୁଛି। ସୂର୍ଯ୍ୟ ଅସ୍ତ ହେଲେ ସନ୍ଧ୍ୟା ସମୟ ଆସେ। ମୁଁ ମୋର ସାଙ୍ଗମାନଙ୍କ ସହିତ ଖେଳେ ଓ ତାପରେ ମୁଁ ପାଠ ପଢ଼େ। ଏଠି ଦେଖ, ଝିଅଟିଏ ସେ ତାର ତା ନିତ୍ୟକର୍ମ ସବୁକିଛି କରୁଛି। ରାତିରେ ଚନ୍ଦ୍ର ଓ ତାରାମାନେ ଆକାଶରେ ଦିଶନ୍ତି। ଏହା ରାତ୍ରି ସମୟ ଅଟେ। ସେ ଝିଅଟି କହୁଛି, ଆକାଶରେ ରାତି ହେଲେ ଚନ୍ଦ୍ର ତାରା ଦେଖାଯାଆନ୍ତି। ମୁଁ ମୋର ପରିବାର ଲୋକଙ୍କ ସହିତ ରାତ୍ରି ଭୋଜନ କରେ। ସେ ରାତି ହେଲେ ସେ ରାତିରେ ତାଙ୍କ ପରିବାର ସହ ରାତି ଭୋଜନ କରେ। ମୁଁ ରାତିରେ ଗପ ବହି ପଢ଼ି ସାରିବା ପରେ ଶୋଇବାକୁ ଯାଏ। ସେ ରାତିରେ ସେ ଝିଅଟି ଗପ ବହି ପଢ଼ିକି ତାପରେ ସେ ଶୋଇବା ପାଇଁ ଯାଏ। ଆସ କଥା ହେବା। 1 ନମ୍ବର, ତୁମର ଗୋଟିଏ ଦିବସର କାମଗୁଡ଼ିକୁ କ୍ରମରେ କହ। ଆମେ ସକାଳୁ ଉଠିକି ତମେ ପିଲାମାନେ ସକାଳୁ ଉଠିକି ମୁହଁ ଧୁଅ, ଦାନ୍ତ ଘଷ, ତାପରେ ଯାହା କିଛି ଖାଇ ପାଠ ପଢ଼, ତାପରେ ମୁଣ୍ଡ ଫୁଣ୍ଡ କୁଣ୍ଡେଇ ଗାଧୋଇ ପାଧୋଇ ତମେ ସ୍କୁଲ ଯାଅ। ତମର ଯାହା ଯାହା ନିତ୍ୟକର୍ମ ସେଇଆ ପଢ଼ିବ। 2 ନମ୍ବର, ତୁମେ କେତେବେଳେ ଦାନ୍ତ ଘଷିଥାଅ? ପିଲାମାନେ, ତମେ ସକାଳୁ ଉଠି ଦାନ୍ତ ଘଷିଥାଅ। ଲେଖିବ। 3 ନମ୍ବର, ତୁମେ କେତେବେଳେ ଗାଧୋଇଥାଅ? ତମେ ସ୍କୁଲ ଯିବା ପୂର୍ବରୁ ତମେ ଗାଧୋଇଥାଅ। ସବୁ ଲେଖିବ। ଆସ କାମଟିକୁ କରିବା। 1 ନମ୍ବର, ତୁମେ ସକାଳ ସମୟରେ କରୁଥିବା କାମଗୁଡ଼ିକରେ ଠିକ୍ ଚିହ୍ନ ଦିଅ। ତମେ ପିଲାମାନେ ସକାଳୁ ଗାଧୁଅ, ଏଠି ଠିକ୍ ଚିହ୍ନ ମାରିବ। ତାପରେ ଅଛି ଦାନ୍ତ ବ୍ରଶ କରିବା, ଏଠି ବି ଠିକ୍ ଚିହ୍ନ ମାରିବ। ଯୋଗ କରିବା, ଠିକ୍ ଚିହ୍ନ ମାରିବ। ଶୋଇବା ଯେଉଁ ରହିଛି ସେଠି ତୁମେ କିଛି ମାରିବ ନାହିଁ, ଠିକ୍ ଚିହ୍ନ। 2 ନମ୍ବର, ତୁମେ ଦିନରେ କରୁଥିବା କାମଗୁଡ଼ିକରେ ଠିକ୍ ଚିହ୍ନ ଦିଅ। ପିଲାମାନେ, ଦିନରେ କ'ଣ ତମେ ଶୁଅ କି? ଏଠି ଠିକ୍ ଚିହ୍ନ ଦେବ ନାହିଁ। ଏଠି ରାତିରେ ସିନା ଆମେ ଜହ୍ନ ତାରା ଦେଖନ୍ତି, ଦିନରେ କ'ଣ ଜହ୍ନ ତାରା ଦେଖା ହୁଏ? ସେଥିପାଇଁ ଏଥିରେ ବି ଦେବ ନାହିଁ ଠିକ୍ ଚିହ୍ନ। ଦିନରେ ଆମେ ପାଠ ପଢ଼ିବା, ସେଥିପାଇଁ ଏଠି ଠିକ୍ ଚିହ୍ନ ଦେବ। ଆଉ ଖେଳିବା, ସେଠି ବି ଠିକ୍ ଚିହ୍ନ ଦେବ। ତୁମେ ରାତିରେ କରୁଥିବା କାମଗୁଡ଼ିକରେ ଠିକ୍ ଚିହ୍ନ ଦିଅ। ଏଠି ରାତିରେ ସ୍କୁଲ ଯାଆନ୍ତି ନାହିଁ, ସେଥିପାଇଁ ଏ କୋଠରୀରେ ଠିକ୍ ଚିହ୍ନ ଦେବ ନାହିଁ। ଆମେ କ'ଣ ରାତିରେ ସାଙ୍ଗମାନଙ୍କ ସହିତ ସ୍କୁଲରେ ବସିକି ଖାଆନ୍ତି କି? ଏଟାରେ
ଠିକ୍ ଚିହ୍ନ ଦେବ ନାହିଁ। ତାପରେ ରାତିରେ ଆମେ ଶୁଅନ୍ତି ଠିକ୍ ଚିହ୍ନ ଦେବ। ରାତିରେ ଜହ୍ନ ତାରା ଦେଖନ୍ତି ଠିକ୍ ଚିହ୍ନ ଦେବ। ଚିତ୍ର ଦେଖି ଏହା କେଉଁ ସମୟରେ ହେଉଥିବ ଅନୁମାନ କର। ସେହି ସମୟ ମଧ୍ୟରେ ତୁମେ କେଉଁ ସବୁ କାମ କର ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର। ପିଲାମାନେ ଏଠି ଦେଖ ପୁରା ଭୋର ସମୟ ସୂର୍ଯ୍ୟ ଉଦୟ ହେଉଛନ୍ତି। ଆଉ ଏଇଠି ଦେଖ ମଧ୍ୟାହ୍ନ ସମୟ। ଏଠି ମାନେ ସୂର୍ଯ୍ୟ ଅଧା ଅଧା ଉପରେ ଦେଖା ହେଉଛନ୍ତି। ଏଇଠି ଦେଖ ସନ୍ଧ୍ୟା ସମୟ ହେଇସାରିଛି। ଆଉ ଏଠି ରାତ୍ରି ସମୟ ହେଇଛି। ଯେଉଁ କାମ କରିବାକୁ ଅଧିକ ସମୟ ଲାଗେ ସେଇ ଚିତ୍ରରେ ରଙ୍ଗ ଦିଅ। 1 ନମ୍ବର ଏଠି ମା' ରୋଷେଇ କରୁଛନ୍ତି, ପିଲାଟିଏ ଖାଉଛି। ଏଠି ମା' ଯେଉଁ ରୋଷେଇ କରୁଛନ୍ତି ସେଇ ଚିତ୍ରରେ ରଙ୍ଗ କରିବ। 2 ନମ୍ବର ଜଣେ ବୋତଲରେ ପାଣି ପୁରଉଛନ୍ତି ଆଉ ଡ୍ରମରେ ପାଣି ପଶୁଛି। ଏଠି ଡ୍ରମରେ ପାଣି ପଶୁଥିବା ଯେଉଁ ଚିତ୍ର ସେଇଠି ତମେ ରଙ୍ଗ କରିବ। ଏଠି ବିଭିନ୍ନ ଋତୁ। ଗ୍ରୀଷ୍ମ ଋତୁ, ଏଠି ହେଉଛି ବସନ୍ତ ଋତୁ ହେଇଛି, ଏଠି ବର୍ଷା ଋତୁ, ଶୀତ ଋତୁ। ଋତୁ ଅନୁଯାୟୀ ତଳ ଚିତ୍ରରେ ଥିବା ବସ୍ତୁ ଗୁଡ଼ିକୁ ମିଳାଅ। ଏଠି ବର୍ଷା ଋତୁକୁ ଏଇଠି ଏମିତି ଗାର ଟାଣିକି ଲଗେଇବ। ତାପରେ ଗ୍ରୀଷ୍ମ ଋତୁକୁ ଏଇଠୁ ଏମିତି ଗାର ଟାଣିକି ଲଗେଇବ। ଏଇଠି ବସନ୍ତ ଋତୁକୁ ଏମିତି ଗାର ଟାଣିକି ଲଗେଇବ। ଏଠି ଶୀତ ଋତୁକୁ ଏମିତି ଗାର ଟାଣିକି ଲଗେଇବ। ଆସ କଥା ହେବା। 1 ନମ୍ବର ଗ୍ରୀଷ୍ମ ଋତୁରେ ତୁମକୁ କ'ଣ କ'ଣ ଖାଇବାକୁ ଭଲ ଲାଗେ? ତମେ ଆଇସ୍କ୍ରିମ୍ ଖାଇବାକୁ ଭଲ ପାଅ, ତରଭୁଜ ଖାଇବାକୁ ଭଲ ପାଅ, ଥଣ୍ଡା ପିଇବା ପାଇଁ ବି ଭଲ ପାଅ। ଲେଖିବ। 2 ନମ୍ବର ଶୀତ ଋତୁରେ ତୁମେ କେଉଁ କେଉଁ ପୋଷାକ ପିନ୍ଧିବା ପାଇଁ ଚାହିଁବ? ତମେ ଶୀତ ବସ୍ତ୍ର ପିନ୍ଧିବା ପାଇଁ ଚାହିଁବ। ଆସ କାମଟିକୁ କରିବା। ଋତୁ ଗୁଡ଼ିକର ନାମ ଲେଖ ଓ ଚିତ୍ର ଗୁଡ଼ିକ ସହିତ ମିଳାଅ। ଏଠି ରହିଛି ପ୍ରଥମ ଚିତ୍ର ହେଲା ଶୀତ ଋତୁ, ତାପରେ ଏଠି ରହିଲା ବର୍ଷା ଋତୁ, ଏଠି ରହିଲା ଗ୍ରୀଷ୍ମ ଋତୁ। ମୁଁ ଯେମିତି ଗାର ଟାଣିକି ଦେଖେଇଛି ତମେ ସେମିତି ଦେଖିକି ଗାର ଟାଣିବ। ପିଲାମାନେ ଆମେ ପରବର୍ତ୍ତୀ ଭିଡ଼ିଓରେ ପଢ଼ିବା କେତେ ଥର ମିଶିଲା।